ସକାଳେ ଆଜି ପାଣି ପିଇ ବଡିକୁ ହାଇଡ୍ରେଟ୍ କରିବା ପରେ ରେଡି ହୋଇ ବାହାରିଥିଲି ଜିମ୍। ଜିମ୍ରେ ପହଞ୍ଚୁ ପହଞ୍ଚୁ ଟିକେ ଲେଟ୍ ହୋଇଯାଇଥିଲା। ପ୍ରଥମେ ବାଇସେପ୍ ପାଇଁ ବାରବେଲ୍ କଲ 4ଟି ସେଟ୍ 12 reps ସାରିଥିଲି। ପରେ ଡମ୍ବେଲ୍ କଲ 3ଟି ସେଟ୍ କରିଥିଲି। କେବୁଲ୍ କଲେ ବାଇସେପ୍କୁ ଟିଲ୍ ଫେଲ୍ରେ ଟ୍ରେନ୍ କରିଥିଲି। ଶେଷରେ ଟ୍ରେନରଙ୍କ ପ୍ରେଜେନ୍ସରେ 4 ଆର୍ମ ସହ ବାଇସେପ୍ର ସୁପର ସେଟ୍ କମ୍ପ୍ଲିଟ୍ କରିଥିଲି। ପରେ ରୁମ୍କୁ ଫେରିଥିଲି। ବ୍ରେକଫାଷ୍ଟରେ ଆଜି ଥିଲା ରୁଟି ସହ ମଟର ତରକାରୀ ଓ ସିଝା ଅଣ୍ଡା। ସ୍କୁଲରେ ଆଜି କିଛିଟା କ୍ଲାସ୍ ସାରିବା ପରେ ନବମ ଶ୍ରେଣୀ ପିଲାଙ୍କର FF4 ଏକ୍ଜାମ୍ ଖାତାର ମୂଲ୍ୟାୟନ କରିଥିଲି। ସେକେଣ୍ଡ ହାଫ୍ରେ ପ୍ରଥମେ ଇନକମ୍ ଟ୍ୟାକ୍ସ କାଲକୁଲେସନ୍ ସିଟ୍ରେ ମୋର ସାଲାରୀ ଡିଟେଲ୍ସକୁ ଭରିଥିଲି। ପରେ ଅମରେଶ ସାର୍ଙ୍କ ସହ ଅନଲାଇନ୍ରେ ଏହାର ହିସାବ କରିଥିଲି। ରୁମ୍ରେ ପହଞ୍ଚି କିଚେନ୍ରେ ବାସନ ସବୁକୁ ସଫା କରିଥିଲି। ପରେ କିଛି ସମୟ ପଢ଼ିଥିଲି। ଏଇ ଭିତରେ ବ୍ୟାଙ୍କରୁ ସମଲେଶର କଲ୍ ଆସେ, ଭାଇ ଆଜି ଟିକେ ଦେଶୀ ଷ୍ଟାଇଲ୍ରେ ଚିକେନ୍ ହେଉ। ପାଖାପାଖି 30 ମିନିଟ୍ ଭିତରେ ରୋଷେଇ କରିଥିଲି। ପରେ ସମଲେଶର ମୋର ମିଶି ଡିନର୍ ଛାଡ଼ିଥିଲୁ। ଠିକ୍ 10ଟା ବେଳେ ଆଜି ଶୋଇପଡ଼ିଥିଲି। ବ୍ଲଗ୍ଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।